नमस्कार सांगମାନେ ଆପଣମାନେ କେମିତି ଅଛନ୍ତି? ମୁଁ ତ ବହୁତ ଭଲରେ ଅଛି। ମୁଁ ପୂର୍ଣ୍ଣିମା ଆଚାର୍ଯ୍ୟ ଲାଇଫଷ୍ଟାଇଲ୍। ମୁଁ ଗୋଟେ କଥାଟେ ପଚାରେ ବୋଲି ବ୍ଲଗ୍ କଲି। ମୁଁ କହିଲି ମୁଁ ଗୋଟେ ଯେତେ ଚେଷ୍ଟା କରୁଛି ବ୍ଲଗ୍ କରିବା ପାଇଁ ମୁଁ ସମସ୍ତେ କରୁଛନ୍ତି, ମୋର ବହୁତ ମନ ହେଉଛି ବ୍ଲଗ୍ କରିବା ପାଇଁ। ମୁଁ ବ୍ଲଗ୍ କରୁଛି କିନ୍ତୁ ଅପଲୋଡ଼୍ କରିଦେଉଛି, କିନ୍ତୁ 2 ଦିନରେ ସାଙ୍ଗେ ସାଙ୍ଗେ କଟି ଯାଉଛି, ମୋର କେହି ବି ଦେଖୁନାହାନ୍ତି, କିଛି ନାହିଁ। ମୋ ମନ ବହୁତ ଦୁଃଖ ହେଉଛି। ଆଉ ଏମିତିରେ ମୁଁ ଗାଳି ବି ଶୁଣିଲିଣି, ନାଇଁ ତୁ ବ୍ଲଗ୍ କରନା, କାହିଁ କରୁଛୁ ଇଏ ସିଏ, ମୋତେ ବହୁତ କଥା କହିଲେଣି ସବୁ ବ୍ଲଗ୍ କରନା। ସମସ୍ତେ ବ୍ଲଗ୍ କରୁଛନ୍ତି, ମୋର ବି ବହୁତ ଇଚ୍ଛା ହେଉଛି ବ୍ଲଗ୍ କରିବା ପାଇଁ, କିନ୍ତୁ ମୋ ସମସ୍ତଙ୍କୁ ସପୋର୍ଟ ମିଳୁଛି, ମୋତେ ସପୋର୍ଟ ମିଳୁନି। ମୋତେ କେହି କହୁନାହାନ୍ତି ହଁ ତୁ କର କି ଇଏ ସିଏ, ମୋତେ ସବୁ ଗାଳି କରୁଛନ୍ତି, କାହିଁ କରୁଛୁ ମୋତେ ଗୋଟେ ଦେଖାଉଛି, ବହୁତ କଥା କହୁଛନ୍ତି ଘରେ। ମୋ ସ୍ୱାମୀ ବି କହୁଛନ୍ତି ତୁ କରନା, ସେ କାଟି ଦେଉଛନ୍ତି ବି, ମୋତେ ଭଲ ଲାଗୁନି, କ'ଣ କରିବି ଭାବୁଛି କରିବି ନା କରିବି, କିନ୍ତୁ ମୋର ବହୁତ ଇଚ୍ଛା ଅଛି ମୁଁ ବ୍ଲଗ୍ କରିବା ପାଇଁ। ଆପଣମାନେ ସପୋର୍ଟ କରିବେ ପ୍ଲିଜ୍। ମୁଁ ଲୁଚି ଲୁଚି ବ୍ଲଗ୍ କରିବା ପାଇଁ ଚାହୁଁଛି, ମୁଁ ଲୁଚି ଲୁଚି ବ୍ଲଗ୍ କରୁଛି, ଆପଣମାନେ ମୋତେ ଟିକେ ସପୋର୍ଟ କରିବେ। ବହୁତ ଗାଳି ବି ଶୁଣିଲେଣି, ମୁଁ ସବୁମାନେ ଭିଡ଼ିଓ କରେ ତୁ କରନା, କାହିଁ କରୁଛୁ, ସମସ୍ତେ କରନ୍ତି ତୁ କରନା, କିନ୍ତୁ ସମସ୍ତେ ବି କରୁଛନ୍ତି। ମୁଁ ବି ଚାହୁଁଛି ମୋର ନିଜ ଇଚ୍ଛା ଅଛି, ନିଜ ଇଚ୍ଛା କରିବା ପାଇଁ, ମୋ ଇଚ୍ଛା ଅଛି ବ୍ଲଗ୍ କରିବା ପାଇଁ। ସମସ୍ତଙ୍କର ଦେଖୁଛି, ମୋର ବହୁତ ଇଚ୍ଛା ହେଉଛି ବ୍ଲଗ୍ କରିବା ପାଇଁ। ଆପଣମାନେ ମୋତେ ସପୋର୍ଟ କରନ୍ତୁ ପ୍ଲିଜ୍, ମୋତେ ସପୋର୍ଟ କରନ୍ତୁ। ମୋତେ କମେଣ୍ଟରେ ବି କୁହନ୍ତୁ ଯେ ମୁଁ କରିବି ନା କରିବି। ମୋ ନିଜ ଇଚ୍ଛାରେ ମୁଁ ନିଜ ଗୋଡ଼ରେ ଠିଆ ହେବା ପାଇଁ ଚାହେଁ। ଆପଣମାନେ ଦେଖୁଛନ୍ତି ବ୍ଲଗ୍ରେ ସମସ୍ତେ ବ୍ଲଗ୍ କରୁଛନ୍ତି, ସମସ୍ତେ ୟୁଟ୍ୟୁବ୍ରେ ବ୍ଲଗ୍ କରୁଛନ୍ତି, କେତେ କ'ଣ ସବୁ ଇଏ କରୁଛନ୍ତି। ମୁଁ ତ ଏତେ ବି ଇଏ କରିନି ନା, ମୁଁ ଖାଲି ଟିକେ ସାମାନ୍ୟ ବ୍ଲଗ୍ ଟିକେ କରିବି। ସେ ଆପଣ ସମସ୍ତଙ୍କ ସହିତ ଟିକେ କଥା ହେବେ, ମୋ ବ୍ଲଗ୍ ସମସ୍ତେ ଦେଖିବେ ମୁଁ ଚାହେଁ, ମୋତେ ବହୁତ ଖୁସି ଲାଗିବ। ଏତିକି, ମୋର ଆଉ କିଛି ବି ଦରକାର ନାହିଁ। ଏକାଟା ବସୁଛି, ଭଲ ଲାଗୁନି। ଆପଣମାନେ ମୋତେ ସପୋର୍ଟ କରିବେ ପ୍ଲିଜ୍। ମୁଁ ଗାଳି ଶୁଣିଲେଣି, ମୁଁ ସବୁ ଭିଡ଼ିଓ କରିବି, ମୋ ମନ ମୋତେ ଭଲ ଲାଗୁନି। ଆଜି ବହୁତ ଗାଳି ଶୁଣୁଛି, ନାଇଁ ତୁ ବ୍ଲଗ୍ କରନା, ଇଏ ସେ ମୋ ମୋବାଇଲ୍ ପକେଇଦେଲି, ବହୁତ ଖରାପ ଲାଗେ। ମୁଁ କହିଲି ନାଇଁ ମୁଁ କରିବି ବ୍ଲଗ୍ କରିବି। ଆଜି ଲୁଚିକି ବହୁତ ଭିଡ଼ିଓ କରିଛି, ପକେଇବି। ଆପଣମାନେ ଯାହା କମେଣ୍ଟ ପ୍ଲିଜ୍ ଯିଏ ବି ଦେଖୁଛି ମୋତେ ଗୋଟେ ଛୋଟ କମେଣ୍ଟଟେ କରିବେ ପ୍ଲିଜ୍ 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 ସାଙ୍ଗ, ମୋତେ ଗୋଟେ କମେଣ୍ଟ କରିବେ। କମେଣ୍ଟରେ ମୋତେ ନିହାତି କରିବେ ମୁଁ ବ୍ଲଗ୍ କରିବି ନା କରିବି, ନିଜ ଗୋଡ଼ରେ ଠିଆ ହେବି ନା ହେବିନି। ମୁଁ ଗୋଟେ ବୋହୂ ହେଇଛି ବୋଲି କ'ଣ ମୁଁ ନିଜ ଗୋଡ଼ରେ ଠିଆ କରିବିନି? ଆପଣମାନେ କୁହନ୍ତୁ। ପର ଘରକୁ ଆସିଲି ବୋଲି କ'ଣ ମୁଁ ନିଜ ଗୋଡ଼ରେ ଠିଆ ପାରିବିନି?